ଜୟ ଜଗନ୍ନାଥ ନମସ୍କାର। ମୁଁ ଆଜି ପଣସ କଠା ପକାଇ ଡାଲମା କରୁଛି। ପଣସ କଠା ତ ପ୍ରତିଥର ଯେତେବେଳେ ଆସୁଛି ଖାଲି କଷା ହେଇ ଖିଆ ହେଉଛି। ଆଜି ମୁଁ ଭାବିଲି ଡାଲମା ଟିକେ କରିଦେବା। ସେଥିରେ ପୋଟଳ ପଡ଼ିଛି, ଗାଜର ପଡ଼ିଛି, ଆଳୁ ପଡ଼ିଛି, ମଟର ଛୁଇଁ, ମୁଗ ଯାଇ, ମସୁର ସବୁ ମିଶାଇକି କରିଛି। ପ୍ରଥମେ ମୁଁ ତେଲ, ଫୁଟଣ, ପିଆଜ, ଅଦା ରସୁଣ ଛେଚା ତାକୁ ସବୁ ପକାଇ ତେଜପତ୍ର, ଲୁଣ, ହଳଦୀ ପକାଇ କଷେଇଲି। ତାପରେ ସେଥିରେ କଞ୍ଚା ଲଙ୍କା, କଞ୍ଚା ଧନିଆ ଗୁଣ୍ଡ ପକାଇଲି, ତାକୁ କଷେଇଲି। ଇଏ ହେଉଛି କଞ୍ଚା ଧନିଆ ଜିରା ଗୁଣ୍ଡ, ତାକୁ ପକାଇ କଷେଇଲି। ତାପରେ ସେଥିରେ ଗରମ ମସଲା ଗୁଣ୍ଡ ପକାଇଲି। ତାପରେ ମସଲା କଷା ହେଇଯିବା ପରେ ପରିବା ପକାଇ କଷେଇଲି। ଡାଲି ପକାଇଲି। ତାପରେ ସେଠି ଗୋଳେଇ ଢାଙ୍କିଦେଲି। ଢାଙ୍କି ଦେଲା ପରେ କିଛି ସମୟ କଷେଇ ସାରି ସେଥିରେ ମୁଁ ପାଣି ଦେଲି। ପାଣି ଦେଇ ସାରିକି ତାକୁ ଢାଙ୍କି ଦେଲା ପରେ ଡାଲମା ହେଇଗଲା। କଷେଇ